ରଥଯାତ୍ରା ଓଡ଼ିଆ ରଚନା। ଉପକ୍ରମ। ପ୍ରଭୁ ଜଗନ୍ନାଥଙ୍କର ପୀଠସ୍ଥଳୀ ପୁରୀଧାମରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ସମଗ୍ର ହିନ୍ଦୁ ଜଗତରେ ସର୍ବପ୍ରଧାନ ପର୍ବ। ଏହି ରଥଯାତ୍ରାର ଅନୁକରଣରେ ଉତ୍କଳର କେତେକ ପ୍ରଧାନ ଦେବପୀଠରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଏହି ସମସ୍ତ ରଥଯାତ୍ରାର ଆଦର୍ଶ ହେଉଛି ଶ୍ରୀକ୍ଷେତ୍ରର ରଥଯାତ୍ରା। ପୃଥିବୀର ଅନ୍ୟାନ୍ୟ ଅଞ୍ଚଳ ପରି ଭାରତବର୍ଷରେ ମେଳା, ମେଲଣ ଓ ଯାନିଯାତ୍ରା ବହୁଳ ପରିମାଣରେ ଦେଖାଯାଏ। ସମାଜର ଧର୍ମାଧ୍ୟକ୍ଷଗଣ ଧର୍ମଗତ ଓ ଧର୍ମନୀତିଗୁଡ଼ିକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହିସବୁ ଯାତ୍ରା ଓ ମେଳନର ପ୍ରଚଳନ କରିଥିଲେ। ଏହାଦ୍ୱାରା ନିରୂପିତ ଦିବସର ନିରୂପିତ ସ୍ଥାନରେ ବହୁ ଜନସମାଗମ ଘଟେ। ଧର୍ମଭାବରେ ଜନସାଧାରଣ ଉଦ୍ବୁଦ୍ଧ ହୁଅନ୍ତି। ଫଳରେ ଧର୍ମର ପ୍ରଭାବ ସମାଜ ଉପରେ ପ୍ରବଳ ବେଗରେ ପ୍ରଭାବିତ ହୁଏ। ରଥଯାତ୍ରା ଏହିଭଳି ଏକ ଯାତ୍ରା ବା ପର୍ବ। ଯାତ୍ରା ପଦ୍ଧତି। ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଉକ୍ତ ଦିବସରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବଡ଼ଦେଉଳରୁ ବାହାରି ଯଥାବିଧିରେ ପହଣ୍ଡି ବିଜେ କରି ତିନୋଟି ସ୍ୱତନ୍ତ୍ର ରଥରେ ସମାସୀନ ହୁଅନ୍ତି। ଏହି କାର୍ଯ୍ୟ ବଡ଼ଦେଉଳର ସେବକ ଦଇତାପତିମାନଙ୍କ ଦ୍ୱାରା ସାଧିତ ହୁଏ। ସେମାନେ ଏହି ତିନି ମୂର୍ତ୍ତିକୁ ରଥ ଉପରକୁ ଉତ୍ତୋଳିତ କରିନିଅନ୍ତି। ମୂର୍ତ୍ତିଗୁଡ଼ିକର ବିଶାଳତା ଓ ଗରିଷ୍ଠତା ଦୃଷ୍ଟିରୁ ସେମାନେ ମୂର୍ତ୍ତିଗୁଡ଼ିକୁ ମନ୍ଦିର ମଧ୍ୟରୁ ରଥ ଉପରକୁ ଏକାବେଳକେ ନେବା ପାଇଁ ଅକ୍ଷମ ହୁଅନ୍ତି। ତେଣୁ ପବିତ୍ରୀକୃତ ରଥ ପରି ପବିତ୍ରୀକୃତ ବସ୍ତ୍ର ବିଛାଇ ତହିଁ ଉପରେ ମୂର୍ତ୍ତିଗୁଡ଼ିକୁ ଥୋଇ ଥୋଇ ନେବାକୁ ପଡ଼େ। ଏହାକୁ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ବିଜେ ବୋଲି କୁହାଯାଏ। ମୂର୍ତ୍ତିଗୁଡ଼ିକୁ ରଥ ଉପରେ ଥିବା ସ୍ଥାନ ଉପରେ ସ୍ଥାପନ କରି ପବିତ୍ର ରଜ୍ଜୁ ଦ୍ୱାରା ସେମାନଙ୍କୁ ଉତ୍ତମ ରୂପେ ବନ୍ଧନ କରାଯାଏ। ତଦ୍ୱାରା ମୂର୍ତ୍ତିଗୁଡ଼ିକ ରଥର ଗମନ କାଳରେ ଖସି ପଡ଼ିବାର ଭୟ ରହେ ନାହିଁ। ଗୋଟିଏ ରଥରେ ପ୍ରଭୁ ଜଗନ୍ନାଥ, ଅପରଟିରେ ପ୍ରଭୁ ବଳଭଦ୍ର ଏବଂ ଅନ୍ୟ ଗୋଟିକରେ ସୁଭଦ୍ରା ଦେବୀ ବିଜେ ହୁଅନ୍ତି। ଜଗନ୍ନାଥଙ୍କର ରଥର ନାମ ନନ୍ଦିଘୋଷ, ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ, ସୁଭଦ୍ରାଙ୍କ ରଥର ନାମ ଦର୍ପଦଳନ ବା ଦେବୀରଥ। ହରିଦ୍ରାବର୍ଣ୍ଣ ବସ୍ତ୍ର ପରିହିତ ବର୍ତ୍ତୁଳାକାର ଚକ୍ଷୁବିଶିଷ୍ଟ ମହାବାହୁଙ୍କର ପ୍ରଭାବଶାଳୀ ପ୍ରତିମା ଦର୍ଶନରେ ଉପସ୍ଥିତ ଲକ୍ଷ ଲକ୍ଷ ଜନତା ଜୟ ଜୟକାର କରିଉଠନ୍ତି। ଝାଞ୍ଜ, ମୃଦଙ୍ଗ, କରତାଳ ଶବ୍ଦରେ ଆକାଶ ପ୍ରକମ୍ପିତ ହୁଏ। ହରିବୋଲ, ହୁଳହୁଳି ଧ୍ୱନିରେ ଶ୍ରୀଧାମ ଉଛୁଳି ପଡ଼େ। ପଶ୍ଚିମାଗତ ଯାତ୍ରୀଗଣ ଆନନ୍ଦାଶ୍ରୁପୂର୍ଣ୍ଣ ଲୋଚନରେ ମୁକ୍ତକଣ୍ଠରେ ଗାନ କରନ୍ତି। ଭକ୍ତିଭାବପୂର୍ଣ୍ଣ ହିନ୍ଦୀ ଜଣାଣ। ବୃହଦାକାର ରଥତ୍ରୟରେ ଦୀର୍ଘଲମ୍ବିତ ଶକ୍ତ ରଜ୍ଜୁମାନ ଦୃଢ଼ ଭାବରେ ସଂଲଗ୍ନ କରାଯାଇଥାଏ। ଉପସ୍ଥିତ ଜନତା ମହାଭକ୍ତି ସହକାରେ ସେହି ରଜ୍ଜୁଗୁଡ଼ିକୁ ହସ୍ତରେ ଧାରଣ କରି ବଳପୂର୍ବକ ଆକର୍ଷଣ କରନ୍ତି। ତଦ୍ୱାରା ରଥ ସବୁ ଗଡ଼ି ଗଡ଼ି ଗତି କରନ୍ତି। ବଡ଼ଦେଉଳଠାରୁ ପ୍ରାୟ 1.5 ମାଇଲ ଦୂରରେ ଗୁଣ୍ଡିଚା ମଣ୍ଡପ ଅବସ୍ଥିତ। ଏହି ମଣ୍ଡପଟି କିମ୍ବଦନ୍ତୀ କଥିତ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଦେବୀଙ୍କ ନାମାନୁସାରେ ପରିଚିତ। ପୌରାଣିକ ମତରେ ରାଜା ଇନ୍ଦ୍ରଦ୍ୟୁମ୍ନ ହେଉଛନ୍ତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପ୍ରତିମାଗୁଡ଼ିକର ପ୍ରତିଷ୍ଠାତା। ସେହି ମଣ୍ଡପ ନିକଟକୁ ରଥଗୁଡ଼ିକ ଗତି କରିବାର ବିଧି ରହିଅଛି। ଭକ୍ତମାନଙ୍କ ଦ୍ୱାରା ଆକର୍ଷଣ କରାଯାଇ ରଥଗୁଡ଼ିକ ଗୁଣ୍ଡିଚା ମଣ୍ଡପ ଉଦ୍ଦେଶ୍ୟରେ ଗତି କରେ। ପଥ ମଧ୍ୟରେ ଶରଧା ବାଲି ଅତିକ୍ରମ କରିବାକୁ ପଡ଼େ। ଗୁଣ୍ଡିଚା ମନ୍ଦିର ନିକଟରେ ଇନ୍ଦ୍ରଦ୍ୟୁମ୍ନ ସରୋବର ରହିଅଛି। ଏହା ଏକ ଗଭୀର ପୁଷ୍କରିଣୀ। ଏଥିରେ ବହୁ ପ୍ରାଚୀନ କୂର୍ମ ବା କଚ୍ଛପମାନେ ଅଛନ୍ତି। କିମ୍ବଦନ୍ତୀ କହେ, ବଡ଼ଦେଉଳକୁ ଶ୍ରମିକମାନେ ବହୁ ଓଜନ ବିଶିଷ୍ଟ ପାଷାଣଖଣ୍ଡମାନ ଉତ୍ତୋଳନ କରି କ୍ରମଶଃ କୂର୍ମରେ ପରିଣତ ହୋଇଯାଇଅଛନ୍ତି। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ଥିବା ସେହି କୂର୍ମମାନଙ୍କୁ ଉପସ୍ଥିତ ଭକ୍ତଗଣ ଖଇ ବା ଲିଆ ଏବଂ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଅର୍ପଣ କରନ୍ତି। ଗୁଣ୍ଡିଚା ମଣ୍ଡପଠାରେ ଉପସ୍ଥିତ ହୋଇ ରଥଗୁଡ଼ିକ ସେହିଠାରେ ରହନ୍ତି। ଦେବମୂର୍ତ୍ତିଗୁଡ଼ିକ ଯଥାବିଧି ଗୁଣ୍ଡିଚା ମନ୍ଦିର ମଧ୍ୟକୁ ନୀତ ହୁଅନ୍ତି। ମୂର୍ତ୍ତିଗୁଡ଼ିକ 9 ଦିନ କାଳ ସେହିଠାରେ ଅବସ୍ଥାନ କରନ୍ତି ଏବଂ ପ୍ରତ୍ୟହ ସେଠାରେ ବିଧି ଅନୁସାରେ ସେବା ପୂଜା କରାଯାଏ। ବାହୁଡ଼ା ଯାତ୍ରା ଏହି ପର୍ବର ଏକ ପ୍ରଧାନ ଅଂଶ। ବାହୁଡ଼ା ଅର୍ଥ ପ୍ରତ୍ୟାବର୍ତ୍ତନ, ଅର୍ଥାତ୍ ସେହିଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥ ପରି ଉପବିଷ୍ଟ ହୋଇ ବଡ଼ଦେଉଳକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଦଶମୀ ତିଥିରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ। ସେଦିନ ଭକ୍ତ ଯାତ୍ରୀଗଣ ଉପସ୍ଥିତ ହୋଇ ରଥଗୁଡ଼ିକ ରଜ୍ଜୁ ସାହାଯ୍ୟରେ ଆକର୍ଷଣ କରି ବଡ଼ଦେଉଳ ଅଭିମୁଖେ ଯାତ୍ରା କରନ୍ତି। ପୁଣି ଝାଞ୍ଜ, ମୃଦଙ୍ଗ ଓ କରତାଳି ଧ୍ୱନିରେ ଶ୍ରୀକ୍ଷେତ୍ର ଶବ୍ଦାୟିତ ହୁଏ। ହରିବୋଲ ଓ ହୁଳହୁଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୁଏ। ସ୍ତୁତି, ଜଣାଣ, ସଂକୀର୍ତ୍ତନରେ ଶ୍ରୀକ୍ଷେତ୍ରଧାମ ଉଛୁଳି ପଡ଼େ। କୌଣସି କୌଣସି ଭକ୍ତ ପରମ ଭକ୍ତି ଭାବରେ ପ୍ରବଣ ହୋଇ ରଥ ସମ୍ମୁଖସ୍ଥ ଧୂଳିରେ ଗଡ଼ିଯାନ୍ତି।
ପୁଣି ଉଠନ୍ତି, ପୁଣି ଗଡ଼ନ୍ତି। କେତେକ ଭକ୍ତ ନିର୍ନିମେଷ ନୟନରେ ସେହି ମହାମୂର୍ତ୍ତି ଆଡ଼କୁ ଚାହିଁ ରହିଥାନ୍ତି। ଭକ୍ତିଭାବରେ ସେମାନଙ୍କ ଚକ୍ଷୁରୁ ଅବିରଳ ଅଶ୍ରୁଧାରା ବହି ଯାଉଥାଏ। ରଥ ଉପରେ ଥିବା ସେବକମାନେ ନୀତିଗତ ପୂଜାବିଧିରେ ବ୍ୟସ୍ତ ଥାଆନ୍ତି। ନିମ୍ନରେ ପଥପାର୍ଶ୍ୱରେ ଉପସ୍ଥିତ ବହୁ ଭକ୍ତ ସେମାନଙ୍କୁ ଲକ୍ଷ୍ୟ କରି ନଡ଼ିଆ, କଦଳୀ ଓ ଦକ୍ଷିଣା ଆଦି ନିକ୍ଷେପ କରୁଥାନ୍ତି। ରଥ ଉପରେ ଥିବା ସେବକମାନଙ୍କର ଅଭ୍ୟସ୍ତ ହସ୍ତ ସେଗୁଡ଼ିକୁ ଅବଲୀଳାକ୍ରମେ ଧରିନିଏ। ଶଙ୍ଖ ଓ ଘଣ୍ଟାଧ୍ୱନି ହେତୁ ରଥଗୁଡ଼ିକରେ ମଧୁର ଧ୍ୱନିର ଝଙ୍କାର ଜାଗିଉଠେ। ଭକ୍ତିତନ୍ମୟ ଜନସମୁଦ୍ର ମଧ୍ୟରେ ତିନୋଟି ବୃହଦାକାର ପୋତସଦୃଶ ରଥତ୍ରୟ ଗମନ କରୁଥାନ୍ତି। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଲୋକାରଣ୍ୟ। ସେହି ଲୋକାରଣ୍ୟ ମଧ୍ୟରେ ରଥ ତିନୋଟି ତିନିଗୋଟି ବୃହଦାକାର ସିଂହ ସଦୃଶ ସିଂହଠାଣିରେ ଗତି କରୁଥାନ୍ତି। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ମଠବାଡ଼ି ଓ ସାଧାରଣ ବ୍ୟକ୍ତିମାନଙ୍କର ଅଟ୍ଟାଳିକାଗୁଡ଼ିକରୁ ଅସଂଖ୍ୟ ନେତ୍ର ଚକାଡୋଳାଙ୍କର କରୁଣାକଟାକ୍ଷ ଆକାଙ୍କ୍ଷାରେ ମୈତ୍ରୀଭାବ ମହାବାହୁଙ୍କଠାରେ ନିବଦ୍ଧ ଥାଏ। କ୍ରମେ ବଡ଼ଦେଉଳର ସିଂହଦ୍ୱାର ପାଖରେ ରଥଗୁଡ଼ିକ ଉପସ୍ଥିତ ହୁଅନ୍ତି। ପରବର୍ତ୍ତୀ ଦିବସରେ ରଥ ଉପରେ ତିନିଦିଅଁଙ୍କର ସୁନାବେଶ ହୁଏ। ସେତେବେଳେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିଗୁଡ଼ିକ ସୁବର୍ଣ୍ଣମଣ୍ଡିତ ହୋଇ ବଡ଼ ଚମତ୍କାର ଭାବରେ ଶୋଭା ପାଉଥାନ୍ତି। ଜଗନ୍ନାଥଙ୍କର ସୁନାବେଶ ଦେଖିବା ପାଇଁ ଭାରତର ନାନା ସ୍ଥାନରୁ ଅସଂଖ୍ୟ ଯାତ୍ରୀ ଆସି ଶ୍ରୀକ୍ଷେତ୍ରରେ ରୁଣ୍ଡ ହୋଇଥାନ୍ତି। ଏହିପରି ଭାବରେ ମହାସମାରୋହରେ ରଥଯାତ୍ରାର ଦୁଇ ବିଶିଷ୍ଟ ଅଂଶ ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ସମାହିତ ହୁଏ। ଏହାପରେ ଦିଅଁମାନଙ୍କୁ ପହଣ୍ଡି ବିଜେ କରାଇ ବଡ଼ଦେଉଳକୁ ନିଆଯାଏ। ରଥଯାତ୍ରାର ମହତ୍ତ୍ୱ। ରଥଯାତ୍ରା ଏକ ମହାନ୍ ଆଦର୍ଶର ପ୍ରତୀକ। ପ୍ରାଚୀନ ରାଜା ମହାରାଜାମାନେ ଏହି ଯାତ୍ରାରୁ ଏକ ମହତ୍ ଶିକ୍ଷା ଲାଭ କରୁଥିଲେ। ରାଜପରିଷଦ ଓ ରାଜକାର୍ଯ୍ୟ ମଧ୍ୟରେ ଆବଦ୍ଧ ହୋଇ ରାଜା ମହାରାଜାମାନେ ଜନସାଧାରଣଙ୍କୁ ଦର୍ଶନ କରିବା ନିମନ୍ତେ ପରାଙ୍ଗମୁଖ ହୋଇଥାନ୍ତି। ରାଜକର୍ମଚାରୀମାନଙ୍କ ମାଧ୍ୟମରେ ସେମାନେ ପ୍ରଜାମାନଙ୍କୁ ଶାସନ କରନ୍ତି। କିନ୍ତୁ ରଥଯାତ୍ରା ସେମାନଙ୍କୁ ଏହି ଶିକ୍ଷା ଦିଏ ଯେ ସେମାନଙ୍କର ବର୍ଷରେ ଅନ୍ତତଃ ଥରେ ହେଲେ ପ୍ରଜାମାନଙ୍କୁ ଦର୍ଶନ ଦେବା ଉଚିତ ଏବଂ ପ୍ରଜାମାନଙ୍କୁ ସ୍ୱଚକ୍ଷୁରେ ଦେଖିବା ଉଚିତ। ତାହାଦ୍ୱାରା ରାଜା ନିଜର ପ୍ରଜାମାନଙ୍କ ସମ୍ପର୍କରେ ଏକ ମୋଟାମୋଟି ଧାରଣା ଲାଭ କରନ୍ତି। ପ୍ରଜାମାନେ ନିଜର ସର୍ବୋଚ୍ଚ ଶାସନଙ୍କୁ ସ୍ୱଚକ୍ଷୁରେ ଦେଖି ଆଶ୍ୱସ୍ତି ଅନୁଭବ କରନ୍ତି। ରାଜା ଓ ପ୍ରଜାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୁଏ। ତେଣୁ କର୍ମଚାରୀମାନେ ସ୍ୱାର୍ଥପ୍ରଣୋଦିତ ହୋଇ ପ୍ରଜାମାନଙ୍କର ଅନିଷ୍ଟ କରିବା ପାଇଁ ଶଙ୍କିତ ହୁଅନ୍ତି। ରଥଯାତ୍ରାକାଳୀନ ଅନ୍ୟାନ୍ୟ ଘଟଣା। ରଥଯାତ୍ରା କାଳରେ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ଓ ଶାନ୍ତିରକ୍ଷା ବିଭାଗ ବଡ଼ ତତ୍ପର ହୋଇ ଉଠନ୍ତି। ସଂକ୍ରାମକ ରୋଗର ଆଶଙ୍କା ଦୂର କରିବା ପାଇଁ ପୁରୀ ରେଳ ଷ୍ଟେସନରେ ଡାକ୍ତରମାନେ ବୁଲି ସେହି ଯାତ୍ରୀ ଭିଡ଼ ମଧ୍ୟରେ ଯାତ୍ରୀମାନଙ୍କୁ ହଇଜା ପ୍ରତିଷେଧକ ଇଞ୍ଜେକ୍ସନ ଦେବାରେ ଲାଗିପଡ଼ନ୍ତି। ଚୋରି, ଡକାୟତି, ନାରୀ ହରଣ ଆଦି ସମାଜ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ଲାଗି ଏବଂ ଜନଗହଳି ମଧ୍ୟରେ ନିରୁଦ୍ଦିଷ୍ଟ ଶିଶୁମାନଙ୍କୁ ଖୋଜି ବାହାର କରିବା ପାଇଁ ସରକାରଙ୍କର ପୋଲିସ ବିଭାଗ ମନପ୍ରାଣ ଦେଇ ଲାଗିପଡ଼ନ୍ତି। ଗୁମାସ୍ତାମାନେ ବିଦେଶାଗତ ଯାତ୍ରୀମାନଙ୍କୁ ଆଣି ପଣ୍ଡାମାନଙ୍କ ଦାୟିତ୍ୱରେ ଅର୍ପଣ କରନ୍ତି ଏବଂ ପଣ୍ଡାମାନେ ସେମାନଙ୍କର ରହଣି, ବସା, ଶଞ୍ଚା ଆଦିର ସୁବ୍ୟବସ୍ଥା କରିଦିଅନ୍ତି। ନାନା ଆଡ଼ୁ ଫଟୋଗ୍ରାଫରମାନେ ଆସି ବିଭିନ୍ନ ସ୍ଥାନରୁ ରଥ ଓ ରଥଯାତ୍ରାର ଆଲୋକଚିତ୍ରମାନ ଗ୍ରହଣ କରନ୍ତି। ରଥଯାତ୍ରାର ବିବରଣୀ ଚତୁର୍ଦିଗକୁ ପ୍ରେରଣ କରିବା ନିମିତ୍ତ ଭାରତର ବେତାର ବିଭାଗ ଆକାଶବାଣୀ ବିଶେଷ ବ୍ୟବସ୍ଥା କରିଥାନ୍ତି। ରଥଯାତ୍ରା ଦେଖିବା ପାଇଁ ଓଡ଼ିଶାର ରାଜ୍ୟପାଳ ଦମ୍ପତିଙ୍କ ଲାଗି ସୁବ୍ୟବସ୍ଥା କରାଯାଇଥାଏ। ଏହି ଦିନ ଓଡ଼ିଶାର ସମ୍ବାଦପତ୍ରଗୁଡ଼ିକୁ ରଥଯାତ୍ରା ବିଷୟକ ବିବରଣୀ ଓ ରଙ୍ଗୀନ ଫଟୋଚିତ୍ରରେ ଭରପୂର ହୋଇଥାଏ। ଉତ୍ସାହ ଜନ୍ମାଦନାରେ ଶ୍ରୀଧାମଗାମୀ ଜନତା ଆତ୍ମହରା ହୋଇପଡ଼ନ୍ତି। ଉପସଂହାର। ବଡ଼ଠାକୁର, ବଡ଼ଦେଉଳ, ବଡ଼ଦାଣ୍ଡକୁ ଉତ୍ସର୍ଗରେ ଧାରଣ କରିଥିବା ପୁରୀ ନଗରୀରେ ରଥଯାତ୍ରା ହେଉଛି ଏକ ବଡ଼ ପର୍ବ। ଏହି ପର୍ବର ଆଦର୍ଶରେ ମୟୂରଭଞ୍ଜ, କେନ୍ଦୁଝରଗଡ଼ ଓ ଢେଙ୍କାନାଳଠାରେ ରଥଯାତ୍ରା ଅନୁଷ୍ଠିତ ହୁଏ। କଟକ, ବ୍ରହ୍ମପୁର ଓ ସମ୍ବଲପୁର ସହରରେ ମଧ୍ୟ ରଥଯାତ୍ରା ହୁଏ। ମୟୂରଭଞ୍ଜସ୍ଥ ବାରିପଦାର ରଥଯାତ୍ରା ପୁରୀଧାମର ରଥଯାତ୍ରାକୁ ଛାଡ଼ି ଅନ୍ୟାନ୍ୟ ରଥଯାତ୍ରାଠାରୁ ଅଧିକ ଆଡ଼ମ୍ବର ଓ ସମାରୋହ ସହିତ ଅନୁଷ୍ଠିତ ହୁଏ। ଏହି ସ୍ଥାନ ସବୁର ରଥଗୁଡ଼ିକ ଶ୍ରୀକ୍ଷେତ୍ରର ରଥ ଅପେକ୍ଷା ଅଧିକ ଉଚ୍ଚ ଭାବରେ ଗଠିତ ହେବା ନୀତିବିରୁଦ୍ଧ ବୋଲି ସ୍ୱୀକୃତ ହୋଇଛି। ତେଣୁ ସେଗୁଡ଼ିକ ପୁରୀଧାମର ରଥ ଅପେକ୍ଷା କ୍ଷୁଦ୍ରତର ଆକାରର ନିର୍ମିତ ହୁଅନ୍ତି। ରଥଯାତ୍ରା ଓଡ଼ିଆ ଜାତିର ଏକ ମହାନ୍ ପର୍ବ। ଏହି ଯାତ୍ରା ସମଗ୍ର ହିନ୍ଦୁ ଜଗତକୁ ପ୍ରଭାବିତ କରିପାରୁଥିବାରୁ ଓଡ଼ିଆ ଜାତି ଆଜି ଗର୍ବିତ।